ପିଲାମାନେ ଦେଖିପାରୁଥିବ ତମର କ'ଣ ନା 2023ର ପ୍ରିଭିୟସ୍ କ୍ୱେଶ୍ଚିନ୍ ଆସିଯାଇଛି, ଠିକ୍ ଅଛି। ଯେଉଁଟାକି ଆର୍ଟ୍ସ କମର୍ସ ସାଇନ୍ସ ପିଲାମାନଙ୍କ ପାଇଁ ସମସ୍ତଙ୍କ ପାଇଁ ଆଉ ଇଥିକ୍ସ ଆଣ୍ଡ ଭ୍ୟାଲୁ 2023ର ପ୍ରିଭିୟସ୍ କ୍ୱେଶ୍ଚିନ୍ ଆଜି ଆମେ ଦେଖିବା ଯେ କ'ଣ ଦେଇଛି। ଦେଖ ତୁମେ ପରୀକ୍ଷା ପୂର୍ବରୁ ଟିକେ ଦେଖିଦିଅ ଭଲ ଭାବରେ, ତ ତମର ଆସିଯାଇଛି ପ୍ରିଭିୟସ୍ କ୍ୱେଶ୍ଚିନ୍ 2023ର, ଠିକ୍ ଅଛି। ଆଉ ପ୍ରିଭିୟସ୍ କ୍ୱେଶ୍ଚିନ୍ କ'ଣ ସବୁ ଆସିଥିଲା ତୁମେ ଦେଖିଦେଇଥାଅ। ତ ପ୍ରଥମେ ତ 2 ମାର୍କିଆ ତୁମେ ତ ସବୁ ଦେଖିସାରିଛ, ଯେଉଁମାନେ ବି ଦେଖିନାଅ ସେମାନେ ଯାଇ ଭଲ ଭାବରେ ଦେଖିନିଅ, ଠିକ୍ ଅଛି। ତ ତାପରେ ଦେଖ ଏଠି ତମର 2 ମାର୍କ କ'ଣ ଆସିଛି, ଡେରି କରିବନି, ବେଶୀ ଡେରି କଲେ ତମର ଟୋଟାଲି ମାନେ କାହିଁକିନା ତମେ ଏକ୍ଜାମ୍ ଦେବାକୁ ଯିବ, ଭଲ ଭାବରେ ଟିକେ ଦେଖିନିଅ। ପ୍ରଥମେ କ'ଣ ଦେଇଛି, ପ୍ରଥମେ 1 ମାର୍କିଆ 5ଟି ଦେଇଦେଲା। 1 ମାର୍କିଆ 5ଟି ଆମକୁ ଯାହା ବି ହେଲେ କମ୍ପଲସରି କରିବାକୁ ପଡ଼ିବ, ଆମକୁ 25ରୁ 25 ହିଁ ରଖିବାକୁ ପଡ଼ିବ, ଠିକ୍ ଅଛି। ତ ଆମେ 5ଟା ପୁରା ଠିକ୍ ଠାକ୍ ଆନ୍ସର୍ ଦେବା, ଠିକ୍ ଅଛି। ଆଉ ଯେକୌଣସି 5ଟି ପ୍ରଶ୍ନର ଉତ୍ତର ଦିଅ ଏବଂ ଯେକୌଣସି 5ଟି ଯେଉଁଟା ତୁମକୁ ଆସିବ। ପ୍ରାକୃତିକ ନିଶା ଦ୍ରବ୍ୟର ଗୋଟେ ଉଦାହରଣ ଦିଅ, ମାନେ ଗୋଟେ ଉଦାହରଣ ଦେବ ଯେଉଁ ନିଶା ଦ୍ରବ୍ୟ ଯେଉଁ ଖାଉଛନ୍ତି, ଯେଉଁ ନିଶା ଦ୍ରବ୍ୟ ଯେଉଁଟା ନିଆଯାଉଛି, ତାର ପ୍ରାକୃତିକ ଯେଉଁ ନିଶା ଦ୍ରବ୍ୟ, ଠିକ୍ ଅଛି, ତାର ଗୋଟେ ଉଦାହରଣ ଲେଖିବ। ତାପରେ ବିରେ କ'ଣ, କେଉଁ ପ୍ରକାର ନିଶା ସେବନ ଦ୍ୱାରା ମଣିଷ ଶରୀରରେ ଆସି ନଷ୍ଟର କାରଣ ହୋଇଥାଏ। କେଉଁ ପ୍ରକାର ନିଶା ସେବନ ମଣିଷ ଶରୀରରେ ଆସି ନଷ୍ଟର କାରଣ ହୋଇଥାଏ, କେଉଁ ପ୍ରକାର ନିଶା? ସବୁ ପ୍ରକାର, ବହୁତ ପ୍ରକାର ନିଶା ତୁମେ ତ ଜାଣିଛ, ଯେପରିକି ମଦ ହଉ କିମ୍ବା ସେ ଆଲକୋହଲ ଜିନିଷ ଯାହା ବି ହଉ, କିମ୍ବା ସେ ଗୁଟକା ହଉ କି ଯାହା ବି ହଉ, କି ବହୁତ ପ୍ରକାର ନିଶା ଅଛି ଯେଉଁ ସେବନରେ ମଣିଷ ଶରୀରକୁ ଆସି କ'ଣ କରେ, ନିଶା ମାନେ ସେ ପୁରା ନଷ୍ଟ ହିଁ କରିବ ନା, ବୁଝିପାରୁଛନ୍ତି। ଆଚ୍ଛା, ତାପରେ କ'ଣ ଦେଲା, ଗିଭ୍ ୱାନ୍ ଏକ୍ଜାମ୍ପଲ୍ ଅଫ୍ ଆଡ଼ିକ୍ସନ୍, ଠିକ୍ ଅଛି, ମାନେ ଆସକ୍ତିର ଏକ କାରଣ ଦର୍ଶାଅ, ଠିକ୍ ଅଛି। ଆସକ୍ତିର ଯେଉଁ କାରଣଟି କ'ଣ ସେଇଟା ତୁମେ ଲେଖିବ। ଆଉ ଗୋଟେ କଥା ମୁଁ ସମସ୍ତଙ୍କୁ ଇମ୍ପୋର୍ଟାଣ୍ଟ ଜିନିଷ ମୁଁ କହିଦେଉଛି, ବର୍ତ୍ତମାନ ମୁଁ ଏଥିପାଇଁ କହୁଛି କି ତୁମର ଯେଉଁମାନଙ୍କ ପାଖରେ ଇଥିକ୍ସ ଆଣ୍ଡ ଭ୍ୟାଲୁର PDF ନାହିଁ ବି ଏପର୍ଯ୍ୟନ୍ତ ପାଇନାହାନ୍ତି, ସେମାନେ ଟେଲିଗ୍ରାମରେ ଜଏନ୍ ହୋଇକି ସେଠୁ ଯାଇ PDF ପାଇପାରିବେ। ଆର୍ ଆନ୍ସର୍ ମଧ୍ୟ ତ ପୁରା PDF ଅଛି, ଦୁଇଟା ଭିଡ଼ିଓ ଅପଲୋଡ଼ ହୋଇଛି ଟେଲିଗ୍ରାମରେ, ଯାଇକି ସେଠୁ ଜଏନ୍ ହୋଇ ଡାଉନଲୋଡ଼ କରିପାରିବ, ଠିକ୍ ଅଛି। ତ ଇଏ ଦେଖ, ପ୍ରଥମ କଥା କ'ଣ କି ପ୍ରିଭିୟସ୍ କ୍ୱେଶ୍ଚିନ୍ ଯିଏ ବି ଦେଖିଯାଉଛି ସେ ବହୁତ ଭଲ ରେଜଲ୍ଟ କରୁଛି, କାହିଁକିନା ଯେଉଁମାନେ ବହୁତ ଭଲ ରେଜଲ୍ଟ କରିଥାନ୍ତି ସେମାନେ ପ୍ରିଭିୟସ୍ କ୍ୱେଶ୍ଚିନ୍ ପ୍ରଥମେ ଦେଖିଥାନ୍ତି। ଦେନ୍ ଚାଲ ଦେଖିବା ତ କ'ଣ ଦେଇଛି। ଦେଖ, ହ୍ୱାଟ୍ ଟାଇପ୍ ଅଫ୍ ଥିଙ୍ଗ ମ୍ୟାଟର ଇଜ୍ ଡ୍ରଗ୍, ହେଲା, ନିଶା ଦ୍ରବ୍ୟ ଏକ କେଉଁ ପ୍ରକାର ଜାତୀୟ ପଦାର୍ଥ, ଏ ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, VVI, ବୁଝିପାରୁଛ। ତ ତୁମେମାନେ ସବୁ ଏଇଗୁଡ଼ା ସବୁ ଦେଖିକି ରଖ, ଏଇଗୁଡ଼ା ହିଁ ତୁମର ସବୁ ଏକ୍ଜାମ୍ରେ ଆସିବ, ଠିକ୍ ଅଛି। ତ ତାପରେ କ'ଣ ଦେଲା, କେଉଁ ରାସାୟନିକ ଦ୍ରବ୍ୟ ମିଶ୍ରଣ ମଦ୍ୟପାନ ମନୁଷ୍ୟ ମୃତ୍ୟୁର କାରଣ ହୋଇଥାଇପାରେ, କେଉଁ ଦ୍ରବ୍ୟ? ତ ଏ ସବୁ ଜିନିଷ ତୁମର PDFରେ ଅଛି, ହେଲା। ମୁଁ ଏଥିପାଇଁ ତୁମକୁ ଖାଲି ଜଷ୍ଟ ସର୍ଟସ୍ ଖାଲି ବତେଇ ଦେଉଛି, ତୁମମାନେ ଖାଲି ଦେଖି ଦେଇକି ଯାଇଥାଉ, ଯାହାକି ଏକ୍ଜାମ୍ରେ ତୁମର ଏଇଗୁଡ଼ା ହିଁ ତୁମର ଆସିବ। ଆଉ PDF ମଧ୍ୟ ଡାଉନଲୋଡ଼ କରିନେଇକିନି ଯେଉଁମାନେ ବର୍ତ୍ତମାନ ଯାଇ କରିନାହୁଁ। ଗିଭ୍ ୱାନ୍ ଏକ୍ଜାମ୍ପଲ୍ ଅଫ୍ ଆପ୍ରୁଭ୍ ଡ୍ରଗ୍, ଅନୁମୋଦିତ ନିଶା ଦ୍ରବ୍ୟ, ଏଇଟା ମୁଁ କହିଛି 2 ମାର୍କିଆରେ ମଧ୍ୟ କହିଛୁ। ଅନୁମୋଦିତ ନିଶା ଦ୍ରବ୍ୟକୁ ଉଦାହରଣ ଦିଅ। ଦେଖ ଯାହା କହୁଛି ସେ ଆସୁଛି, ଠିକ୍ ଅଛି। ତୁମେମାନେ ଭଲ ଭାବରେ, ମୁଁ କହି ରଖୁଛି, ତୁମେମାନେ ଭଲ ଭାବରେ ଦେଖିକିନି ଯାଅ, ଯେଉଁଗୁଡ଼ା ମୁଁ ସବୁ ଜଣାଉଛି ସେଗୁଡ଼ା ଦେଖିଯାଉ, ସେଗୁଡ଼ା ନିଶ୍ଚିନ୍ତ ତୁମର ଏକ୍ଜାମ୍ରେ ଆସିବ। ତାପରେ ଆସିଲା 2 ମାର୍କିଆ, 5ଟି ଆମକୁ କରିବାକୁ ପଡ଼ିବ। ତାପରେ ଏଠି କ'ଣ ଦେଲା, ତାପରେ ଏଠି ଦେଲା 2 ମାର୍କିଆ, ଦେଖ କ'ଣ ଦେଇଛି। ପ୍ରଥମ, ହ୍ୱାଟ୍ ଆର୍ ଦି ଇଫେକ୍ଟ ଅଫ୍ ଡ୍ରଗ୍ ଆଡ଼ିକ୍ସନ୍, ନିଶା ଆସକ୍ତିର କୁପ୍ରଭାବ ଗୁଡ଼ିକ ଉଲ୍ଲେଖ କର, ଏଇଟା ମଧ୍ୟ ମୁଁ ଜଣେଇଛି 2 ମାର୍କିଆରେ। ଆଉ ତୁମେ ଭେରି ଇମ୍ପୋର୍ଟାଣ୍ଟ, VVI ଦେଖିନି ଯାଇଥିବ ସମସ୍ତେ। ତାପରେ ଦେଲା କ'ଣ, ମଦ୍ୟପାନ ଆସକ୍ତିର ଶାରୀରିକ ଲକ୍ଷଣ ଉଲ୍ଲେଖ କର, ମଦ୍ୟପାନ ଯେଉଁ ଆସକ୍ତିର ଶାରୀରିକ ଉଲ୍ଲେଖ କର, ଶାରୀରିକ ଲକ୍ଷଣ ଗୁଡ଼ିକ କ'ଣ ସେସବୁ ଲେଖିବ। ତାପରେ ଦେଖ କ'ଣ ଦେଇଛି, ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋର 2ଟି କାର୍ଯ୍ୟାବଳୀ ଉପରେ ସଂକ୍ଷେପରେ ଉଲ୍ଲେଖ କର। ତାପରେ କ'ଣ ଦେଲା, ସାମାଜିକ ଜୀବନରେ ପରିବାରର ମହତ୍ତ୍ୱ କ'ଣ, ହ୍ୱାଟ୍ ଇଜ୍ ଦ ଇମ୍ପୋର୍ଟାନ୍ସ ଅଫ୍ ଫ୍ୟାମିଲି ଇନ୍ ସୋସିଆଲ ଲାଇଫ୍, ଏଇଟା ମଧ୍ୟ ମୁଁ ଜଣେଇଛି, ଭେରି ଇମ୍ପୋର୍ଟାଣ୍ଟ, ମୁଁ ଜଣେଇଛି, ଯେଉଁମାନେ 2 ମାର୍କିଆ ଦେଖିଥିବେ ସେମାନେ ଜାଣିଥିବେ। ତାପରେ ଦେଖ କ'ଣ ଦେଇଛି, ନିଶାସକ୍ତ ଯୋଗୁଁ କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ, NGO ମାନଙ୍କର ମୁଖ୍ୟ ଭୂମିକା, ଏଇଟା ମଧ୍ୟ ମୁଁ ଜଣେଇଛି, ଭେରି ଇମ୍ପୋର୍ଟାଣ୍ଟ, ବାରମ୍ବାର କହୁଛି, ସବୁ ଦେଖିକି ଯାଇଥିବ। ତାପରେ ଆସିଲା ତୁମର ମୋଷ୍ଟ ଆଉ ଭେରି ଇମ୍ପୋର୍ଟାଣ୍ଟ, ଯେଉଁଟାକି VVI, ଯାହାକୁ ତୁମେମାନେ କେବେ ବି ହାତ ଛଡ଼ା କରିବ ନାହିଁ, ଯେଉଁଟାକି ରହୁଛି ଗ୍ରୁପ୍ Cରେ, ଯେଉଁଟା 5 ମାର୍କିଆ, ଠିକ୍ ଅଛି। 5 ମାର୍କିଆ 2ଟି ତୁମକୁ କରିବାକୁ ପଡ଼ିବ। 5 ମାର୍କିଆ ମୁଁ ସମସ୍ତଙ୍କୁ କହିବି କି ସମସ୍ତେ ପଏଣ୍ଟ ଦେଇ ଲେଖିବ, ଠିକ୍ ଅଛି। ପଏଣ୍ଟ ଦେଇ କେମିତି ଲେଖିବ ନା, 5ଟା ପଏଣ୍ଟ ଦେଇ ଲେଖିବ, 5ଟା I ହଉ, ଡବଲ୍ I ହଉ, ଟ୍ରିପଲ୍ I ହଉ,
ठीक अच्छे एमती ही लिख देखो प्रथम कौन देती ना डिस्कस द केस ऑफ बिहाइंड अ ब्रिज इन ऑफ अल्कोहल यूज इन इंडिया हाउ दिस कैन बी कंट्रोल ठीक अच्छे मैंने भारत में मत निशार व्यवहार वृद्धिर कारण सब उल्लेख कर यहाँ किपर रोक जापर ठीक अच्छे यहाँ तुम बढ़िया इंपोर्टेंट क्वेश्चन भेरी भेरी इंपोर्टेंट एबेठू भल भाव देखी जाइए भी तुम आसीपे तापर देख कौन देला मद्यपान निषेध विषय लोक साधारण सब उल्लेख कर लोक धारणा सब उल्लेख कर यह किपर दूर हो ठीक अच्छे ये माने यहाँ किपर दूर हम से तुम लिख तापर कौन देला 5 नंबर देख मद्य निषेधतार विभिन्न स्तर पर्याय उल्लेख कर युवपीढ़ी को केमी सुरक्षा दि जापर भेरी भेरी इंपोर्टेंट क्वेश्चन यहाँ बारंबार आसी था यहाँ देखी जापर देख कौन देला ना 6 देला एक्सप्लेन द स्टेप दैट द कैन बी टेकन फॉर टोबाको एज स्मोक फ्री कैंपस एटा देख महाविद्यालय परिसर को निशामुक्त परिवेश करने कौन सब पदक्षेप निटा मुझे जनई भेरी भेरी इंपोर्टेंट क्वेश्चन देखी थे से जानते यहाँ मुझे जनई यहाँ भल भाव देखी जापर 7 नंबर कौन देला देख राइट डाउन द रोल ऑफ एनजीओ इन कंट्री सोशल डेवलपमेंट देशर सामाजिक विकास एनजीओ मानकर भूमिका उल्लेख कर यहाँ भी भेरी भेरी इंपोर्टेंट क्वेश्चन आपको भी तुम मैंने देखी नहीं जाइथिबो ठीक अच्छे आज ये वीडियो आ जो मैंने पीडीएफ डाउनलोड कर टेलीग्राम जाए पीडीएफ डाउनलोड कर जो समय जो मैंने कही इंपोर्टेंट जहाँ भी अच्छी सब जन नहीं तो मैंने समझे देखिए नहीं जाइथिबो ठीक अच्छे आज ये वीडियो आशा कर भिडियो भल लगे भिडियो भल लगे वीडियो को लाइक करिए चैनल को ये आगो वीडियो देखापी चैनल को सब्सक्राइब करिए जय हिंद वंदे मातरम।